ରାତିର ଯଦି ବାସି ରୁଟି ବଳି ଯାଇଛି ତାହେଲେ ଏଇଭଳି ପ୍ରୋସେସ୍ରେ ବନେଇକି ଦେଖନ୍ତୁ, ବହୁତ ଚଟପଟା ରହିବ, ବହୁତ ସ୍ୱାଦିଷ୍ଟ ଲାଗିବ। ଥରେ ବନେଇଲେ ସବୁବେଳେ ବନେଇ ଖାଇବାକୁ ପସନ୍ଦ କରିବେ। ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଦେଇପାରିବେ, ବଡ଼ମାନଙ୍କୁ ବି ବନେଇ ଦେଇପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଚିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ରାତିର ବଳି ଯାଇଥିବା ଏଠି ମୁଁ ନେଇଛି 2ଟି ରୁଟି। ଆପଣମାନେ ଯେତିକି ରୁଟି ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ରୁଟି ଏଠି ନେଇପାରିବେ। ତ ଏବେ କ'ଣ କରିବେ ନା, ଆମେ ଏବେ ଏ ରୁଟିକୁ କ'ଣ କରିବା, କଟିଂ କରିବା। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ କଟିଂ କରିପାରିବେ। ଏମିତିରେ ବି ଦେଖିବେ, ସକାଳ ହେଲା ମାନେ ଜଳଖିଆର ଟେନସନ୍ ରହିଥାଏ। ତ ମୋ ପରି ଯଦି ଆପଣମାନେ ବି ବିରକ୍ତ ହେଇଯାଉଛନ୍ତି ସକାଳ ହେଲେ କ'ଣ ବନେଇବି, ତାହେଲେ ଦେଖିବେ ଯଦି ରାତିରେ ରୁଟି ବଳି ଯାଇଥିବ ଏଇଭଳି ପ୍ରୋସେସ୍ରେ ବନେଇକି ଦେଖନ୍ତୁ, ଛୋଟରୁ ବଡ଼ ସମସ୍ତେ ପସନ୍ଦ କରିବେ। ଆଉ ଛୁଆମାନଙ୍କ ପାଇଁ ଏମିତି ଟିଫିନ୍ ବକ୍ସରେ ବି ଦେବେ ନା, ଦେଖିବେ ଟିଫିନ୍ ପୁରା ଫିନିଶ୍ କରି ଆସିବେ। ତ ଏବେ କ'ଣ କରିବେ ନା, ଆମେ ଏବେ ଏଇଭଳି ରୁଟିକୁ ଦେଖନ୍ତୁ ଛୁରୀ ସାହାଯ୍ୟରେ କଟିଂ କରିଦେବା। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଟିଂ କରିପାରିବେ। ଆଉ ଘରର ବେସିକ୍ ସାମଗ୍ରୀରେ ଏଇ ରେସିପିଟି ବନେଇକିରି ରେଡ଼ି କରିପାରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ କଟିଂ କରିଦେବେ। ପୁରା ଇଜି ତରିକାରେ ବନିକି ରେଡ଼ି ହେବ। ଆଉ ପୁରା 5 ମିନିଟ୍ରେ ଆପଣମାନେ ୟାକୁ ବନେଇ ପାରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ତାକୁ ମୁଁ କଟିଂ ବି କରିସାରିଲି। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ପୁଣି ଥରେ ଆଉ କଟିଂ କରି ସେପ୍ ଦେଇପାରିବେ। ଟ୍ରାୟାଙ୍ଗଲ୍ର ବି ସେପ୍ ଦେଇପାରିବେ, ସ୍କୋୟାର୍ର ବି ସେପ୍ ଦେଇପାରିବେ। ଏଇଭଳି 2ରୁ 3 ପରସ୍ତ କରିଦେବା। କରିକି ତାକୁ ପୁଣି ଥରେ ଆମେ ଛୁରୀ ସାହାଯ୍ୟରେ ଏବେ କଟିଂ କରି ସବୁତକ ସେମ୍ ପ୍ରୋସେସ୍ରେ କଟିଂ କରିଦେବା। କଟିଂ କରି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମୁଁ ପୁଣି ଥରେ ତାକୁ ଏବେ ଟିକେ ମୁଁ ଏଠି ଟ୍ରାୟାଙ୍ଗଲ୍ର ବି ଆପଣମାନେ ଚାହିଁଲେ ସେପ୍ ଦେଇପାରିବେ, କିନ୍ତୁ ମୁଁ ଟିକେ ହାଲକା ଡାୟମଣ୍ଡ ସେପ୍ ଦେଉଛି। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଆଉ ବାକି ସ୍କୋୟାର୍ ସେପ୍ ବି ଦେଇପାରିବେ। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇକି କଟିଂ କରିପାରିବେ। ପୁରାପୁରି ଇଜି ପ୍ରୋସେସ୍ରେ ବନେଇକି ରେଡ଼ି ହେବ। ଆଉ ଯଦି ଦେଖିବେ ଯଦି ଆପଣଙ୍କ ପାଖରେ ବାସି ରୁଟି ନାହିଁ, ତାହେଲେ ଆପଣମାନେ ଅଟାକୁ ଚକଟିକି ରୁଟି ବନେଇକିରି ବି এই ରେସିପିଟି ପ୍ରସ୍ତୁତ କରିପାରିବେ। ତ ଦେଖନ୍ତୁ ସେମ୍ ପ୍ରୋସେସ୍ରେ ଆମେ ସବୁତକ ଏବେ କଟିଂ କରିଦେବା। କଟିଂ କରି ଗୋଟେ ଆମେ ପ୍ଲେଟ୍ରେ ରଖିଦେବା। ତ ଏଇଠି ମୁଁ ସବୁତକ କଟିଂ ବି କରିସାରିଛି। ଦେଖନ୍ତୁ ଏଠି ଗୋଟେ ମୁଁ ପ୍ଲେଟ୍ରେ ରଖିଦେଇଛି। ଏବେ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ପ୍ରଥମେ କ'ଣ କରିବା ନା, ଆମେ କିଛି ଏଠି ଦେଖନ୍ତୁ ମୁଁ ଟମାଟୋ ନେଇଛି। ଏଇଠି ମୁଁ ଟିକେ ଟମାଟୋର କ୍ୱାଣ୍ଟିଟି ଅଧିକା ରଖିଛି। ଆଉ 2ରୁ 3ଟି ଶୁଖିଲା ଲଙ୍କା ନେଇଛି। ଶୁଖିଲା ଲଙ୍କା ବଦଳରେ ଆପଣମାନେ କଞ୍ଚା ଲଙ୍କା ନେଇପାରିବେ। 3ରୁ 4 ପିସ୍ ସେଥିରେ ରସୁଣର କୋଲାକୁ ଦେଇକି ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଂ କରି ଟମାଟୋ ପୁଣି ରସୁଣ ଶୁଖିଲା ଲଙ୍କାର ଗୋଟେ ପେଷ୍ଟ ବନେଇକି ସାଇଡ଼୍ରେ ରଖିଦେବା। ତାପରେ ଏଠି କିଛି ପିଆଜ ନେବା, କଞ୍ଚା ଲଙ୍କା ରସୁଣକୁ ବି ଛୋଟ ଛୋଟ ପିସେସ୍ରେ କଟିଂ କରିଦେବା। କଟିଂ କରି ସାଇଡ଼୍ରେ ରଖିଦେବା। ତାପରେ ନେବା ଗୋଟେ ଆମେ ପେନ୍ ନେବା। ପେନ୍କୁ ଟିକେ ଗରମ ହେବା ଦେବା। ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ। ତ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ଼୍ କରିଦେବେ। ତେଲ ବଦଳରେ ଆପଣମାନେ ଏଠି ବଟର୍ ବି ଏଡ଼୍ କରିପାରିବେ। ତ ଦେଖନ୍ତୁ ଏଠି ତେଲ ପୁରା ଆମର ଗରମ ବି ହେଇସାରିଛି। ଏବେ ଚାଲନ୍ତୁ ଆମେ ସେଥିରେ କିଛି ସାମଗ୍ରୀ ଏଡ଼୍ କରିବା। ଆମେ ଯେଉଁ କଟିଂ କରି ରଖିଥିଲେ ଛୋଟ ଛୋଟ ପିସେସ୍ରେ ରସୁଣ, ପ୍ରଥମେ ଆମେ ରସୁଣକୁ ଏଡ଼୍ କରି ଟିକେ ଭାଜିଦେବା। ରସୁଣ ଯେମିତି ଟିକେ କଲର୍ ବି ଚେଞ୍ଜ ହେଇଥିବ ଆଉ ବହୁତ ବଢ଼ିଆ ତା'ର ଗୋଟେ ଫ୍ଲେଭର୍ ଆସେ ବା ବାସ୍ନାଟା ଆସିବ। ତ ଜାଣିଦେବେ ଯେ ରସୁଣଟା ପରଫେକ୍ଟଲି ପୁରା ଫ୍ରାଏ ହେଇସାରିଲାଣି, ଟିକେ ଗୋଲ୍ଡେନ୍ କଲର୍ ହେଇଯିବ। ସେ ପର୍ଯ୍ୟନ୍ତ ଟିକେ ଆମେ ରସୁଣକୁ ଭାଜିବା। ଦେଖନ୍ତୁ ରସୁଣର ପୁରା କଲର୍ ବି ଚେଞ୍ଜ ହେଇସାରିଲାଣି ଆଉ ବହୁତ ବଢ଼ିଆ ପୁରା ବାସ୍ନା ବି ଆସୁଛି। ଏହି ସମୟରେ ଆମେ ଏଡ଼୍ କରିଦେବା ଛୋଟ ଛୋଟ ପିସେସ୍ରେ କଟିଂ ହେଇଥିବା ପିଆଜକୁ ବି ଏଡ଼୍ କରି ଆମେ ପିଆଜଟା ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଟିକେ ଆମେ ଭାଜିବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ହାଇ ଫ୍ଲେମ୍ରେ ରଖିକିରି ଆମେ ଫ୍ରାଏ କରିବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଫ୍ରାଏ କରିଦେବେ। ଦେଖନ୍ତୁ ପିଆଜଟା ଟିକେ ସଫ୍ଟ ବି ହେଇସାରିଲାଣି, ଟିକେ କଲର୍ ବି ଚେଞ୍ଜ ହେଇସାରିଲାଣି। ଏହି ସମୟରେ ଆମେ ଟମାଟୋ ପୁଣି ଶୁଖିଲା ଲଙ୍କା ରସୁଣର ପେଷ୍ଟକୁ ଏଡ଼୍ କରିଦେବା। ଏଡ଼୍ କରିକିରି ଆମେ କଣ୍ଟିନ୍ୟୁ ଟିକେ ମିକ୍ସ କରିବା। ତ ଆପଣମାନେ ଚାହିଁଲେ ଏଠି ଟମାଟୋ ରସୁଣ ପୁଣି ଏଠି ଶୁଖିଲା ଲଙ୍କାକୁ ସ୍କିପ୍ କରି ସେଜୱାନ୍ ଚଟଣି ବି ଏଡ଼୍ କରିପାରିବେ। ତ ମୁଁ ଏଠି କିନ୍ତୁ ଟମାଟୋ ପୁଣି ରସୁଣ ଶୁଖିଲା ଲଙ୍କାର ପେଷ୍ଟକୁ ଏଡ଼୍ କରିଛି। ଆର ବି ଫ୍ଲେଭର୍ ଦେଖିବେ ବହୁତ ବଢ଼ିଆ ଲାଗିବ। ତ ଏବେ କ'ଣ କରିବେ ନା, ଟିକେ ଆମେ ଦେଖନ୍ତୁ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଟିକେ ଆକୁ ଆମେ କଷିବା, ତା'ର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ। ଆଉ ଟମାଟୋଟା ସିଝିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା। ଟମାଟୋ ପୁରା ଏଠି ବି ସିଝି ବି ଗଲାଣି। ଦେଖନ୍ତୁ ପୁରାପୁରି କଲର୍ ବି ଚେଞ୍ଜ ହେଇସାରିଛି। ତ ଏବେ କ'ଣ କରିବା ନା, ସେଇଥିରେ ଆମେ ଏଡ଼୍ କରିଦେବା କିଛି ସସ୍ ଏଡ଼୍ କରିବା। ଯେହେତୁ ଆଜି ଆମେ ବନାଉଛନ୍ତି ଚିଲି ରୁଟି ବନାଉଛନ୍ତି, ସେଇଥିପାଇଁ ଏଠି ମୁଁ ସସ୍ ନେଇଛି। ତ ନହେଲେ ଆପଣମାନେ ବିନା ସସ୍ରେ ବି ବନେଇ ପାରିବେ, ବହୁତ ସ୍ୱାଦିଷ୍ଟ ଲାଗେ ରେସିପିଟି। ତ କ'ଣ କରିବା ନା, ସେଥିରେ ଆମେ ସୋୟା ସସ୍ ଏଡ଼୍ କରିବା 1 ଚାମଚ, 2 ଚାମଚ ସେଥିରେ ଟମାଟୋ ସସ୍ ଏଡ଼୍ କରିବା ଆଉ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ତ
ତାପରେ କଣ୍ଟିନ୍ୟୁ ଆମେ ଟିକେ ମିକ୍ସ କରିବା। ଲାଇଟିଂ ପାଇଁ ଆପଣମାନଙ୍କୁ ପ୍ରପରଲି କଲର୍ ଦେଖାଯାଉନି ଭଲସେ, କିନ୍ତୁ ବହୁତ ବଢ଼ିଆ ପୁରା କଲର୍ ବି ଆସିଛି ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଛି। ତ ଦେଖନ୍ତୁ ଲାଷ୍ଟରେ ଅଳ୍ପ ଟିକେ ଆମେ ତା ଉପରେ ଏଡ୍ କରିଦେବା। ଯେହେତୁ ଛୁଆମାନଙ୍କୁ ଦେଖିକି ମ୍ୟାଗି ମସଲାର ଫ୍ଲେଭର୍ ସେମାନେ ପସନ୍ଦ କରନ୍ତି, ମୁଁ ଯେହେତୁ ଛୁଆମାନଙ୍କ ଟିଫିନ୍ ବକ୍ସ ପାଇଁ ବନଉଛି ସେଥିପାଇଁ ହାଫ୍ ଚାମଚ ଏଥିରେ ମୁଁ ମ୍ୟାଗି ମସଲା ଏଡ୍ କରିଛି, ଆଉ ଚଟପଟା ଫ୍ଲେଭର୍ ପାଇଁ ବୋଲି ହାଫ୍ ଚାମଚ ଏଥିରେ ମୁଁ ଚାଟ୍ ମସଲା ଏଡ୍ କରିଛି। ତ ଆପଣମାନେ ଚାହିଁଲେ ଏଠି ଗୋଲମରିଚ ପାଉଡ଼ର ବି ଏଡ୍ କରିପାରିବେ। ତ ଏବେ କ'ଣ କରିବା, ଯେଉଁ କଞ୍ଚା ଲଙ୍କାକୁ କଟିଂ କରି ରଖିଥିଲେ ସେଇ କଞ୍ଚା ଲଙ୍କାକୁ ବି ସେଥିରେ ଆମେ ଏଡ୍ କରିଦେବା। ପୁଣି ଥରେ ଟିକେ ଆଉ ଆମେ ଭଲସେ ଟିକେ ମିକ୍ସ କରିବା। ତ ବହୁତ ବଢ଼ିଆ ଦେଖନ୍ତୁ ଏଇ ସମୟରେ ବାସ୍ନା ବି ଆସୁଥିଲା। ତ ଟେଷ୍ଟ ତ ପୁରାପୁରି ଜବରଦସ୍ତ ଥିଲା, ବହୁତ ବଢ଼ିଆ ବି ଲାଗୁଥିଲା। ମୋ ପୁଅ ତ ଏମିତିରେ ତାର ତ ଫେଭରେଟ୍ ଏଇ ରେସିପିଟି। ମୋର ଯେବେ ବି ରୁଟି ବଳିଯାଏ ମୁଁ ଏଇ ରେସିପିଟି ହିଁ ବନାଏ। ତ ଭାବିଲି ଆଜି ଆପଣମାନଙ୍କୁ ବି ଏ ରେସିପିଟି ମୁଁ ସେୟାର କରିବି। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଆମର ବନିକି ରେଡ଼ି ବି ହେଇସାରିଲାଣି, ଆଉ ଚାରି ସାଇଡ଼୍ ପୁରା ତେଲ ବି ଦେଖାହେଉଛି। ତ ଜାଣିଦେବେ ଯେ ପରଫେକ୍ଟଲି ପୁରା ଏଇଠି ଆମର ରେଡ଼ି ବି ହେଇସାରିଛି। ଏଇ ସମୟରେ ଆମେ ଏଡ୍ କରିଦେବା ରୁଟିକୁ ଏଡ୍ କରିଦେବା, ଆଉ ଅଳ୍ପ ଟିକେ ଛୋଟ ଛୋଟ ପିସେସ୍ରେ କଟିଂ କରି ଧନିଆ ପତ୍ର ଟିକେ ଏଡ୍ କରିଦେବା। ତ ଧନିଆ ପତ୍ର ରୁଟି ଏଡ୍ କରିସାରିବା ପରେ ହାଇ ଫ୍ଲେମ୍ରେ ଆକୁ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ହିଁ ଆମେ ଫ୍ରାଏ କରିବା, ଅଧିକା ସମୟ ଫ୍ରାଏ କରିବାନି। ଯେହେତୁ ଆମେ ରୁଟିଟାକୁ ଭାଜି ନାହାନ୍ତି ସେମିତିରେ ହିଁ ତାକୁ ଏଡ୍ କରିଛନ୍ତି କଟିଂ କରିକିରି। ଦେଖିବେ ଯଦି ଟିକେ ଭାଜିକି ରୁଟିଟାକୁ ଏଡ୍ କରିବେ ନା, ତାହେଲେ ଦେଖିବେ ଟିକେ ମାନେ ସେ ଟିକେ ହାଲକା କ୍ରିପ୍ସି ରହିବ। ତ ମୁଁ କେବଳ ରୁଟିଟାକୁ କଟିଂ କରି ହିଁ ଏଡ୍ କରିଦେଇଛି। ତ ଅଧିକା ସମୟ ଆମେ ଯଦି ତାକୁ ଏତା କରିବା ସେ ସିଝିଯିବ, ମାନେ ଫ୍ରାଏ କରିବା ଯଦି। ତ ଏବେ କ'ଣ କରିବା ନା, ଦେଖନ୍ତୁ ବନିକିରି ଆମର ରେଡ଼ି ବି ହେଇସାରିଲାଣି। ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିଦେବା। ଗୋଟେ ପ୍ଲେଟ୍କୁ ବି ଆପଣମାନଙ୍କୁ ବାହାର କରି ଦେଖାଇ ଦେଉଛି। ଦେଖନ୍ତୁ କ୍ୟାମେରା ସାମ୍ନାରୁ ପୁରା ପାଖରୁ ବି ଦେଖାଉଛି କେତେ ବଢ଼ିଆ ପୁରା ରେସିପିଟି ବନିକି ରେଡ଼ି ହେଇଛି, ଆଉ ବହୁତ ବଢ଼ିଆ ଟେଷ୍ଟ ବି ଥିଲା। ତ ଆପଣମାନେ ଏଇ ତରିକାରେ ଘରେ ନିହାତି ଟ୍ରାଏ କରନ୍ତୁ, ଆଉ କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ଆପଣମାନେ ନିହାତି କମେଣ୍ଟ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।